ପିତା ଓ ପୁତ୍ର ଏବଂ ପବିତ୍ର ଆତ୍ମାଙ୍କ ନାମରେ ଆମେନ୍। ପ୍ରିୟ ବନ୍ଧୁଗଣ, ଆଜି ଆମ୍ଭେମାନେ ତପସ୍ୟା କାଳର ପଞ୍ଚମ ରବିବାର ଦିନର ମୁଖ୍ୟ ପ୍ରସଙ୍ଗ ମରଣରୁ ଜୀବନ ବିଷୟରେ ଅନୁଧ୍ୟାନ କରିବା। ଆଜିର ଏହି ଦିନ ମନ ପରିବର୍ତ୍ତନ, ନବୀକରଣ ଓ ଈଶ୍ୱରଙ୍କଠାରେ ନୂତନ ଜୀବନ ବିଷୟରେ ଅନୁଧ୍ୟାନ କରିବା ପାଇଁ ମାତା ମଣ୍ଡଳୀ ଆମନ୍ତ୍ରଣ କରେ। ଆଜିର ପଠନ ଗୁଡ଼ିକ ପରମେଶ୍ୱରଙ୍କ ପରମ ଶକ୍ତି ବିଷୟରେ ଆଲୋକପାତ କରେ। ବିଶେଷତଃ ଯେଉଁଠାରେ ମରଣ ସେହିଠାରେ ଜୀବନ, ଯେଉଁଠାରେ ନିରାଶା ସେହିଠାରେ ଆଶା ଓ ଯେଉଁଠାରେ ସନ୍ଦେହ ସେହିଠାରେ ବିଶ୍ୱାସ ସଞ୍ଚାର କରେ। ପ୍ରଥମ ପଠନ ଏଜେକିଏଲ ଗ୍ରନ୍ଥ 37 ଅଧ୍ୟାୟ 12-14 ପଦରେ ନୂତନ ଜୀବନ ଦେବାର ପ୍ରତିଜ୍ଞା ପରମେଶ୍ୱର କରନ୍ତି। ଯେତେବେଳେ ଇସ୍ରାଏଲୀମାନେ ନିର୍ବାସନରେ ଥିଲେ ସେତେବେଳେ ସେମାନଙ୍କ ଜୀବନର ପରିସ୍ଥିତି ହୃଦୟ ବିଦାରକ ଥିଲା। ସେମାନେ ନୈରାଶ୍ୟ ଜୀବନଯାପନ କରୁଥିଲେ। ସେହି ଜୀବନକୁ ଶୁଷ୍କ ଅସ୍ଥି ସହିତ ତୁଳନା କରାଯାଏ, ଯାହାର ଆଉ କୌଣସି ଶକ୍ତି ଓ ସତ୍ତା ନଥାଏ, ଭବିଷ୍ୟତ ବା ଆଶା ନଥାଏ। କିନ୍ତୁ ଉକ୍ତ ସମୟରେ ପ୍ରବକ୍ତା ଏଜେକିଏଲ ସେମାନଙ୍କ ପାଖକୁ ପ୍ରଭୁଙ୍କର ପ୍ରତିଜ୍ଞାର ବାକ୍ୟ ଘେନି ଆସନ୍ତି। ପୁଣି କୁହନ୍ତି, ତୁମମାନଙ୍କୁ ପରମେଶ୍ୱର କହନ୍ତି, ତୁମର ସମାଧିଗୁଡ଼ିକ ମୁଁ ଖୋଲା କରିବି ଏବଂ ପୁନର୍ବାର ତୁମକୁ ସଞ୍ଜୀବିତ କରିବି। ସୁତରାଂ ସେହି ଜନତାଙ୍କର ଜୀବନ ମରଣ ସଦୃଶ ହୋଇଥିଲା। କିନ୍ତୁ ପରମେଶ୍ୱର ପ୍ରତିଶ୍ରୁତି ଦିଅନ୍ତି ଯେ ସେ ମରଣରେ ଜୀବନ ଦେଇ ସଞ୍ଜୀବିତ କରିବେ। ଉକ୍ତ ବାକ୍ୟ ଆମ୍ଭମାନଙ୍କୁ ସ୍ମରଣ କରାଇ ଦିଏ ଯେ ପରମେଶ୍ୱର ନିଜର ଜନତାଙ୍କୁ କେବେ ମଧ୍ୟ ପରିତ୍ୟକ୍ତ କରିବେ ନାହିଁ। ଦ୍ୱିତୀୟ ବିବରଣୀ 31 ଅଧ୍ୟାୟର 6 ପଦରେ କୁହାଯାଏ, ବଳବାନ ଓ ସାହସିକ ହୁଅ, ଭୟ କର ନାହିଁ, କିଏ ବା ସେମାନଙ୍କ ସକାଶୁ ତ୍ରାସଯୁକ୍ତ ହୁଅ ନାହିଁ, କାରଣ ସଦାପ୍ରଭୁ ତୁମ୍ଭ ପରମେଶ୍ୱର ସେ ତୁମ୍ଭ ପ୍ରତି ନିରସ୍ତ ହେବେ ନାହିଁ, କିଏ ବା ସେ ତୁମକୁ ପରିତ୍ୟାଗ କରିବେ ନାହିଁ। ତେଣୁ ପୁଣି ସାମସଙ୍ଗୀତ 94 ଅଧ୍ୟାୟ 14 ପଦରେ କୁହାଯାଏ, ସଦାପ୍ରଭୁ ଆପଣା ଲୋକମାନଙ୍କୁ ନାକଚ କରିବେ ନାହିଁ। ଏମିତିକି ଜୀବନରେ ପାପ ଯୋଗୁଁ ଆଧ୍ୟାତ୍ମିକ ମରଣ ଆସିଲେ ସୁଦ୍ଧା, କିଏ ବା ଜୀବନର କଷ୍ଟ ଦୁଃଖ ଯୋଗୁଁ ହତ ଉତ୍ସାହ ହେଲେ ସୁଦ୍ଧା ପରମେଶ୍ୱର ଜୀବନକୁ ପୁନରୁଦ୍ଧାର କରିବେ, ଉତ୍ସାହ ଯୋଗାଇ ସତେଜ କରିବେ। ଜୀବନ ପାଇଁ ସନ୍ଦେଶ। ଆମେ ପ୍ରାୟ ସମୟରେ ଜୀବନରେ ଆଧ୍ୟାତ୍ମିକ ଶୁଷ୍କତା ଅନୁଭବ କରିଥାଉ। ସେହି ଶୁଷ୍କ ଅସ୍ଥି ଆମ ଜୀବନରେ ବିଭିନ୍ନ ରକମର ହୋଇପାରେ, ଯଥା ବିଶ୍ୱାସର ଶିଥିଳତା ଏବଂ ବିଶ୍ୱାସ ଦିନକୁ ଦିନ ହ୍ରାସ ହେବା, ବିଶ୍ୱାସରେ ଦୁର୍ବଳ ହେବା, ଅଶାନ୍ତି ଓ ଭଗ୍ନ ପରିବାର, ଭୌତିକବାଦ ଓ ସ୍ୱାର୍ଥପରତା, ପ୍ରାର୍ଥନା ଓ ପ୍ରଭୁଙ୍କ ପ୍ରତି ଆଗ୍ରହ ଶୂନ୍ୟ ବା ଅମନୋଯୋଗୀ ହେବା। ଆଜି ଯଦି ଆମ ଜୀବନକୁ ସମୀକ୍ଷା କରିବା ତେବେ ଦେଖିପାରିବା ଯେ ଯଦ୍ୟପି ଜାଗତିକ ଭାବରେ ଉନ୍ନତି ଆସିଛି, ଭୌତିକ ପ୍ରଗତି ଆସିଛି, କିନ୍ତୁ ଅନେକ ହୃଦୟ ଅସନ୍ତୋଷରେ ବିଚରଣ କରେ। ଅନେକ ଜୀବନରେ ଖାଲି ଖାଲି ବା ଶୂନ୍ୟତା ଅନୁଭବ କରନ୍ତି। ସୁତରାଂ ତପସ୍ୟା କାଳରେ ପରମେଶ୍ୱର ଆହ୍ୱାନ କରନ୍ତି, ଯେପରି ଆମ୍ଭେମାନେ ଆତ୍ମାଙ୍କ ଦ୍ୱାରା ପରିଚାଳିତ ହୋଇ ଆମ ହୃଦୟ ମନ ପ୍ରାଣକୁ ଶୁଷ୍କତାରୁ ଦୂରରେ ରଖିବା ଏବଂ ଏହି ଜୀବନ ତେଜିଆନ ହୋଇପାରିବ ଯେତେବେଳେ ଆମେ ଜୀବନର ଉତ୍ସ ଖ୍ରୀଷ୍ଟଙ୍କୁ ବିଶ୍ୱାସ କରିବା। କାରଣ ଆଜିର ସୁସମାଚାରରେ ଜୋହନ 11:1-45 ପଦରେ ଜଣାଇ ଦେବାକୁ ଚାହାନ୍ତି ଏବଂ ସେହି ଜୀବନର ଉତ୍ସ ଯୀଶୁଙ୍କ ପରିଚୟ ଦେବାକୁ ଚାହାନ୍ତି। ବାସ୍ତବରେ ଯୀଶୁ ବେଥାନୀରେ ମୃତ ଲାଜରଙ୍କୁ ପୁନର୍ଜୀବିତ କରି ସେ ହିଁ ପୁନରୁତ୍ଥାନ ଓ ଜୀବନ ବୋଲି ଦର୍ଶାନ୍ତି। ଏହାର ଅର୍ଥ ଯୀଶୁଙ୍କଠାରେ ଅଛି ପୁନରୁତ୍ଥାନ ଓ ଜୀବନର ଶକ୍ତି। ସେ ହିଁ ପୁନରୁତ୍ଥାନ ଓ ଜୀବନର ଉତ୍ସ। ଏହି ଉକ୍ତି ପ୍ରମାଣିତ ହୁଏ ଯେତେବେଳେ ଲାଜରଙ୍କୁ କବର ଭିତରୁ ବାହାରି ଆସିବା ପାଇଁ ଆଦେଶ ଦିଅନ୍ତି, ଲାଜାର ବାହାରି ଆସ, ଏବଂ ସତ୍ୟରେ ଲାଜାର ଜୀବନ୍ତ ହୋଇ କବରରୁ ବାହାରି ଆସନ୍ତି। ବାସ୍ତବରେ ଏହା ଏକ ଆଶ୍ଚର୍ଯ୍ୟ କର୍ମ ଯୀଶୁ ସାଧନ କରନ୍ତି। କିନ୍ତୁ ଏହି କର୍ମ ଦ୍ୱାରା ଆମ ସମସ୍ତଙ୍କୁ ଯୀଶୁ ସ୍ମରଣ କରାଇ ଦିଅନ୍ତି ଯେ ଶୁଷ୍କ ଅସ୍ଥି ସମ ଏହି ମରଣରୁ ଲାଜରଙ୍କୁ ଯୀଶୁ ଉତ୍ଥିତ କରାଇ ପୁନଃ ଜୀବନ ପ୍ରଦାନ କରନ୍ତି। ଏଜେକିଏଲଙ୍କ ଦ୍ୱାରା କଥିତ ବାକ୍ୟ ଅନୁଯାୟୀ ପରମେଶ୍ୱର ତାଙ୍କ ପୁତ୍ରଙ୍କ ମାଧ୍ୟମରେ ଯେଉଁମାନେ ତାଙ୍କଠାରେ ବିଶ୍ୱାସ ରଖନ୍ତି ସେମାନଙ୍କୁ କୌଣସି ମତେ ପରିତ୍ୟକ୍ତ କରି ରଖନ୍ତି ନାହିଁ, ବରଂ ସେମାନଙ୍କୁ ଉଦ୍ଧାର କରନ୍ତି। ପ୍ରମାଣ ସ୍ୱରୂପ ଲାଜରଙ୍କୁ କବରରେ ଛାଡ଼ିଦେଲେ ନାହିଁ, ବରଂ ସେ ଆଦେଶ ଦେଇ କହିଲେ, ଲାଜର
ବାହାରି ଆସ। ତଦ୍ରୂପ ଲାଜାର ବାହାରି ଆସିଲେ। ଜୀବନ ପାଇଁ ସନ୍ଦେଶ। ଆମ ଜୀବନ ପାଇଁ ମଧ୍ୟ ସେହି ଆଦେଶ ଆବଶ୍ୟକ ଅଛି। ଆମ୍ଭେମାନେ ମଧ୍ୟ କେତେକ ସମୟରେ ଲାଜାରଙ୍କ ଭଳି ମୃତକାୟ ପାପର ସମାଧି ଗର୍ତ୍ତରେ ପୋତି ହୋଇ ରହିଛୁ। ଏହି ଦୁନିଆର ମୋହ ମାୟାର ପଟିରେ ବା ଫିତାରେ ବାନ୍ଧି ହୋଇଅଛୁ। ନୈରାଶ୍ୟ ଜୀବନରେ ବୁଡ଼ି ସମାଧିର ଅନ୍ଧକାରରେ ଛନ୍ଦି ହୋଇଅଛୁ। ସୁତରାଂ ଏହି ସମସ୍ତରୁ ରକ୍ଷା ପାଇବା ପାଇଁ ତପସ୍ୟା କାଳ ମାଧ୍ୟମରେ ଯୀଶୁ ଆମ୍ଭମାନଙ୍କୁ ବ୍ୟକ୍ତିଗତ ଭାବେ ଡାକନ୍ତି, ବାହାରି ଆସ ତୁମର ଘୃଣାରୁ, ତୁମର ବିଷାଦରୁ, ତୁମର ପାପ ଦୋଷରୁ, ତୁମର ଖରାପ ବଦ ଅଭ୍ୟାସରୁ, ତୁମର ସ୍ୱାର୍ଥପରତାରୁ, ତୁମର ହିଂସା ଦ୍ୱେଷରୁ, ତୁମର ଅଳସତାରୁ, ତୁମର ଗର୍ବ ଅହଙ୍କାରରୁ। ତେବେ ହିଁ ଆମେ ଜୀବନର ପ୍ରକୃତ ଆନନ୍ଦ, ସ୍ୱାଧୀନତା ଓ ସରାଗର ପରିବେଶରେ ପ୍ରବେଶ କରିପାରିବା। ଏହି ସମସ୍ତ ଜୀବନରେ ଲାଭ କରିପାରିବା ଯେତେବେଳେ ଆମେ ଆତ୍ମାଙ୍କ ଦ୍ୱାରା ପରିଚାଳିତ ହେବା। ତେଣୁ ଦ୍ୱିତୀୟ ପଠନ ଯାହା ରୋମସ୍ଥ ମଣ୍ଡଳୀକୁ ପ୍ରେରିତ ପାଉଲଙ୍କ ପତ୍ର 8:8-11 ପଦରୁ ଜାଣିବାକୁ ପାଇବା ଯେ ଆତ୍ମାରେ ହିଁ ଜୀବନ। ଯେଉଁମାନେ ପ୍ରଭୁଙ୍କ ଆତ୍ମାଙ୍କ ଅନୁପ୍ରେରଣା ଅନୁଯାୟୀ ଜୀବନଯାପନ କରିବା ସେମାନେ ସତ୍ୟତାର ଜୀବନ ପ୍ରାପ୍ତ କରିପାରିବା। ସେ କହନ୍ତି, ଯିଏ ମୃତମାନଙ୍କ ମଧ୍ୟରୁ ଯୀଶୁଙ୍କୁ ଉଠାଇଲେ ତାଙ୍କର ଆତ୍ମା ଯଦି ତୁମମାନଙ୍କଠାରେ ନିବାସ କରନ୍ତି, ତେବେ ଯିଏ ମୃତମାନଙ୍କ ଦ୍ୱାରା ତୁମର ମର ଶରୀରକୁ ମଧ୍ୟ ଜୀବନ ଦାନ କରିବେ। ଏହାର ଅର୍ଥ ପବିତ୍ର ଆତ୍ମା ଆମ୍ଭମାନଙ୍କୁ ଆଧ୍ୟାତ୍ମିକ ଜୀବନ ପ୍ରଦାନ କରନ୍ତି। ଆତ୍ମାଙ୍କ ବିନା ଆମ୍ଭେମାନେ ଆଧ୍ୟାତ୍ମିକ ଭାବେ ମୃତ୍ୟୁ ଭୋଗିଛୁ। ଅତଏବ ତପସ୍ୟା କାଳ ଏକ ସମୟ ପ୍ରାର୍ଥନା, ଉପବାସ, ଦାନ, ଧର୍ମ ଓ ପ୍ରାୟଶ୍ଚିତ ଦ୍ୱାରା ଆମ୍ଭେମାନେ ଆମ୍ଭ ଆତ୍ମାଙ୍କ ପ୍ରତି ଆମର ହୃଦୟ ଉନ୍ମୁକ୍ତ କରିବା। ଜୀବନ ପାଇଁ ସନ୍ଦେଶ। ଆଜି ସମାଜରେ ମରଣର କେତେକ ସଂକେତ ଆମେମାନେ ଦେଖିବାକୁ ପାଇପାରିବା, ଯଥା ହିଂସାକାଣ୍ଡ, ଯୁଦ୍ଧ, ଏକାକିତ୍ୱ ଓ ବିଷାଦ, ନିଷ୍ଠୁରତା, ତିକ୍ତତା ମନୋଭାବ, ହତ୍ୟା, ଧ୍ୱଂସ, ପରିବେଶ ପ୍ରଦୂଷଣ, ଧର୍ଷଣ, ନିର୍ଯାତନା, ପ୍ରତିଶୋଧ ଇତ୍ୟାଦି। କିନ୍ତୁ ଅପରପକ୍ଷରେ ମଧ୍ୟ ଆଶାର ସଂକେତ ଦେଖିପାରିବା, ଯଥା ଗରିବ ଅସହାୟ ପ୍ରତି ଉଦାର ମନା, ସାହାଯ୍ୟ, ସହାନୁଭୂତି। ଯୁବକ ଯୁବତୀମାନେ ଜୀବନର ମୂଲ୍ୟକୁ ଖୋଜନ୍ତି। ମିଳିତ ପ୍ରାର୍ଥନା, କ୍ଷମା ଓ ପୁନର୍ମିଳନର କାର୍ଯ୍ୟ, ଏହିଭଳି ଅନେକ ଉତ୍ତମ କର୍ମ ଆମ ଆଖପାଖ ଚତୁଃପାର୍ଶ୍ୱରେ ଘଟି ଚାଲିଛି। ଏହି ଜଗତରେ ଖ୍ରୀଷ୍ଟିଆନ ହିସାବରେ ଅର୍ଥପୂର୍ଣ୍ଣ ଜୀବନର ଚିହ୍ନ ହେବା ପାଇଁ ଆମ୍ଭେମାନେ ଆହ୍ୱାନ ପ୍ରାପ୍ତ। ଏହି ତପସ୍ୟା କାଳରେ ଆମ୍ଭେମାନେ ଆଧ୍ୟାତ୍ମିକ ମୃତ୍ୟୁରୁ ଆଧ୍ୟାତ୍ମିକ ଜୀବନକୁ ଅଗ୍ରସର ହେବା। ପାପ ସ୍ୱୀକାର, ସଂସ୍କାର ଓ ପ୍ରାର୍ଥନା ଦ୍ୱାରା ପରମେଶ୍ୱରଙ୍କ ସହିତ ସମ୍ପର୍କକୁ ପୁନର୍ଗଠନ କରିପାରିବା। ଲାଜାରଙ୍କ ସମାଧି ପଥର ଭଳି ଆମ ହୃଦୟରୁ ପଥର ରୂପକ ଘୃଣାଭାବ, ହିଂସା, ଗର୍ବ, ଅହଙ୍କାର, କୂଟ କପଟତାକୁ ଗଡ଼ାଇବାକୁ ଚେଷ୍ଟା କରିବା ଏବଂ ଅନ୍ୟମାନଙ୍କ ପାଇଁ ଜୀବନର ଉପକରଣ ହେବା। ଯେଉଁମାନେ ଭାଙ୍ଗି ପଡ଼ିଛନ୍ତି, ନୈରାଶ୍ୟ ଜୀବନ କାଟୁଛନ୍ତି, ହତୋତ୍ସାହ ହୋଇ ଜୀବନର ମାର୍ଗକୁ ଭୁଲି ଯାଇଛନ୍ତି, ସେମାନଙ୍କୁ ଉତ୍ସାହିତ କରିବା। ଯେଉଁମାନେ ଦୁଃଖ କଷ୍ଟରେ ଜର୍ଜରିତ, ସେମାନଙ୍କୁ ସାହାଯ୍ୟ ପ୍ରଦାନ କରିବା। ଏହିଭଳି ଆଜିର ଦୁନିଆରେ ଜଣେ ଖ୍ରୀଷ୍ଟିଆନ ଭାବରେ ଆଶାର ଜ୍ୟୋତି ପ୍ରଜ୍ୱଳନ କରିବା ସହିତ ପୁନରୁତ୍ଥାନର ସାକ୍ଷ୍ୟ ଦେବା ଦରକାର। ଉପସଂହାର। ଅତଏବ ଆଜିର ପଠନଗୁଡ଼ିକ ଜଣାଇ ଦିଏ ଯେ ଯେଉଁଠାରେ ମରଣ ଥାଏ ସେହିଠାରେ ପରମେଶ୍ୱର ଜୀବନ ସଞ୍ଚାର କରନ୍ତି। ପବିତ୍ର ଆତ୍ମାଙ୍କ ମାଧ୍ୟମରେ ଆମର ହୃଦୟର ସମାଧିକୁ ପରମେଶ୍ୱର ଖୋଲିବେ ଏବଂ ନୂତନ ଜୀବନ ଦ୍ୱାରା ପୂର୍ଣ୍ଣ କରନ୍ତି। ବର୍ତ୍ତମାନ ଆମ୍ଭେମାନେ ତପସ୍ୟା କାଳରେ ଅଛୁ, ତେଣୁ ଯୀଶୁଙ୍କର ସ୍ୱରକୁ ଶ୍ରବଣ କରିବା ପାଇଁ ଚେଷ୍ଟା କରିବା। ସେ କହନ୍ତି, ବାହାରି ଆସ। ତେଣୁ ଆମ ପାପମୟ ଜୀବନରୁ, ଭୟଭୀତ ଓ ଅନ୍ଧକାର ପରିସ୍ଥିତିରୁ ବାହାରି ଯାଇ ଖ୍ରୀଷ୍ଟଙ୍କ ଦ୍ୱାରା ପ୍ରଦତ୍ତ ଜୀବନକୁ ଆପଣାର କରିବା ପାଇଁ ପ୍ରୟାସ କରିବା ଦରକାର। ପ୍ରାର୍ଥନା। ହେ ଜୀବନର ଉତ୍ସ ପରମେଶ୍ୱର, ତୁମ୍ଭଠାରୁ ଦତ୍ତ ଏହି ଜୀବନକୁ ପବିତ୍ର, ଆନନ୍ଦମୟ, ଶାନ୍ତିମୟ କରିବା ପାଇଁ ଅନୁଗ୍ରହ ଦିଅ। ଜୀବନ କାଳରେ ଯେଉଁ ସମସ୍ତ ପାପମୟ କାର୍ଯ୍ୟରେ ଲିପ୍ତ ହୋଇ ପରକାଳର ଜୀବନ, ଅନନ୍ତ ଜୀବନକୁ ପ୍ରତ୍ୟାଖ୍ୟାନ କରିଅଛୁ, ସେଥିପ୍ରତି ଦୃଷ୍ଟି ଦେଇ ଆମର ପାପ ସକଳ କ୍ଷମା କରି ଅନନ୍ତ ଜୀବନର ଅଧିକାରୀ ହେବା ପାଇଁ ତୁମ୍ଭ ପବିତ୍ର ଆତ୍ମାଙ୍କ ଦ୍ୱାରା ପରିଚାଳିତ କର। ତଥାସ୍ତୁ।